ଆପଣ ମାନେ ଦେଖିବେ ଏଇ ଲାଇନ ମାନେ ମୁଁ କେମିତି ଚଢୁଛି ଆଉ କେମିତି କଣ କରୁଛି ଫିଲ୍ମ ଦେଖିଲେ ଜାଣିବେ। ଆଉ ବୁଝିଲା ହେଲେ କେ ଭିତରକୁ ଯାଅ, ଭିତରକୁ ଗଲେ ସିନା ମେନ୍ ଜିନିଷ ଖେଳଟା ସେ ଦେଖିବ। ଆଉ ଉପରେ ଉପରେ ହେଲେ ହବ କି ନାଇଁ, ଭିତରକୁ। ସମସ୍ତଙ୍କୁ ଜୟ ଜଗନ୍ନାଥ। ଆପଣ ମାନେ ଜାଣିଥିବେ ବହୁତ ପ୍ରକାର ଫିଲ୍ମ ହଉଥିଲା, କିନ୍ତୁ ଲାଇନ ବାଲାଙ୍କ ଜୀବନକୁ ନେଇକି ତାଙ୍କ ଜୀବନରେ ଯୋଉ କଷ୍ଟ, ଯୋଉ ଦୁଃଖଦାୟକ ଯନ୍ତ୍ରଣା ଭିତରେ ସେମାନେ ଯୋଉ ଗତି କରୁଛନ୍ତି, ମାନେ ନିଜେ ଅନ୍ଧାର ରହିକି ଅନ୍ୟମାନଙ୍କୁ ଆଲୋକିତ ଦଉଛନ୍ତି ଏଇ ଲାଇନ ବାଲା। ଆଉ ଏଇଟା ହଉଛି ଦେଖିପାରୁଥିବେ, ଏଇଟା ହଉଛି ସତ ଘଟଣାକୁ ନେଇକି ଫିଲ୍ମଟା ହେଇଛି। ଲାଇନ ବାଲାଙ୍କ ଜୀବନରେ କେତେ ଯେ ସଂଘର୍ଷମୟ କଷ୍ଟମୟ ସେଟା ଆମେ ମାନେ ଜାଣିପାରିବେନି, କାରଣ ଆମକୁ ସେ ସୁବିଧା ମିଳିଯାଉଛି। ଆମେ ଲାଇନ ଘରେ ନେଇକିରି ଫ୍ୟାନ ଲଗେଇ, ଏସି ଲଗେଇ, ଟିଭି ଦେଖି, ଗୋଡ ଉପରେ ଗୋଡ ପକେଇ ଆମେ ସେ ଆନନ୍ଦଟା ଉପଭୋଗ କରୁଛେ। କିନ୍ତୁ ଆମେ ଯାହା ମାଧ୍ୟମରେ ଆନନ୍ଦିତ ହଉଛେ, ଖୁସି ହଉଛେ, ମାନେ ଆପଣ ମାନେ ଜାଣିଥିବେ ଯେତେବେଳେ ଅନ୍ଧାର ହେଇଯାଏ ଲାଗେ ଯେମିତି ଦୁନିଆର ସବୁ କିଛି ପଳେଇଲା କି। ଆଉ ଯେତେବେଳେ ଲାଇନ ଟା ପଳେଇ ଆସେ ପିଲାମାନେ ତାଳି ମାରିକି ହୋହାଲା କରନ୍ତି, ମାନେ ଲାଇନ ଟା ଆସିଗଲେ ଯେମିତି ଗୋଟେ କୋଟିନିଧି ମିଳିଗଲା ଲାଗେ। ଆଉ ଅନ୍ଧାରମୟ ଜୀବନଟା ଆଲୋକମୟ ହେଇଯାଏ। ଆଉ ସେଇ ଆଲୋକମୟ ଦଉଥିବା ଲୋକଟି ହଉଛି ଆମର ଲାଇନ ବାଲା। ଆଉ ତାରି ଉପରେ ଫିଲ୍ମଟି ଆପଣ ମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିବ, କାରଣ ଏଟା କୋଉ କପି କପି ନାହିଁ, ଏଟା ରିଏଲ ଷ୍ଟୋରି, ସତ ଘଟଣାକୁ ନେଇକି ଆମର ଇଲେକ୍ଟ୍ରିକ ମାନଙ୍କ ଉପରେ ଜୀବନ କାହାଣୀ। ଆଉ ଆପଣ ମାନେ ଦେଖିଲେ ଜାଣିପାରିବେ। ଆଉ ଆ ଦେହରେ ମୋର ବି ଭଲ ଚରିତ୍ରଟି ରହିଛି, ଯେହେତୁ ଫିଲ୍ମରେ ସମସ୍ତଙ୍କର ଚରିତ୍ର ଯାହାକୁ ଯେମିତି ଦବା କଥା ଆମର ଡାଇରେକ୍ଟର ଯେ ନିରଞ୍ଜନ ସାର୍ ଅଛନ୍ତି, ଆଉ ଆମର ପ୍ରଡ୍ୟୁସର ସୁଶାନ୍ତ ମହାନ୍ତି, ଆଉ ଖାଲି ଏ ଦି ଜଣ ନୁହନ୍ତି, ଆମର ଟୋଟାଲି ଟିମ୍ ଟା ଏକସାଥ ହେଇକିରି ଚାଲିଛି ବୋଲି ଫିଲ୍ମଟି ଭଲ ଇଏରେ ଗଲା। ଆଉ ଫିଲ୍ମଟି ଭଲ ଭାବରେ ସଇଲା। ୟା ନା ମୋ ନାଁ ହେଇଛି ବେଲା, ମାନେ ବେଲାଳ ସେନ। ଆଜି ଆଜ୍ଞା ମୁଁ ମୋର ଚରିତ୍ରଟା କି ମୁଁ ମଦୁଆଟି, ମୁଁ ସବୁବେଳେ ମଦ ପିଇକି ଚୁରରେ ଥାଏ। ଆଉ ୟା ଦେହରେ ଗୋଟେ ଡାଇଲଗ ଅଛି, ମୁଁ ଆପଣ ମାନଙ୍କୁ ଶୁଣେଇ ଦଉଛି। ମୋ ନାଁ ବେଲା, ବେଲାଳ ସେନ, ସବୁ ଦେଖେ ସବୁ ଶୁଣେ କିନ୍ତୁ ନୀରବ ରୁହେ, କାହିଁକି ନା ପ୍ରଶ୍ନବାଚକ ଚିହ୍ନ, ବୁଝିଲ। ଭାଇ ଆଲକୋହଲ କିଏ ନ ଆପଣ ତ ଖାଉନାହାନ୍ତି, ଖାଇଛ ହିନ ହିନ ଚିରିକ ନାଇଁ, ମାଲିକ ତମେ ହଉଛ ଏକ ନମ୍ବର।